ରଥକଳାରେ ଦ୍ରୁତ ଗତିରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ତିନି ରଥ ନିର୍ମାଣ କାର୍ଯ୍ୟ। ମୁଖ୍ୟ ମହାରଣାଙ୍କ ତଦାରଖରେ ଶେଷ ହୋଇଛି ତିନି ରଥର ପାଞ୍ଚ ଦଣ୍ଡର ଚୌପଟ କାର୍ଯ୍ୟ। ଏଥିସହ ଦଣ୍ଡାଗୁଡ଼ିକ ଉଭୟ ପାର୍ଶ୍ୱ ସାଲ କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ଆଜି ପାଞ୍ଚ ଦଣ୍ଡାର ଉଭୟ ପାର୍ଶ୍ୱରେ ସଂଯୋଗ ହେବ ମୁହୁଁଟା। ତିନି ରଥର ଏହି 20 ଫୁଟିଆ ମୁହୁଁଟା ନିର୍ମାଣ କାର୍ଯ୍ୟ ଶେଷ ହୋଇ ରଥକଳାରେ ଶାୟିତ ହୋଇଛି। ଏଥିସହ ତିନି ରଥ ପାର୍ଶ୍ୱ ଦଣ୍ଡାଗୁଡ଼ିକ ଚୌପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପାଞ୍ଚ ଦଣ୍ଡାର ଉଭୟ ପାର୍ଶ୍ୱରେ କୁଡୁକା ଦ୍ୱାରା ସଂଯୋଗ ହେବ ପାର୍ଶ୍ୱ ଦଣ୍ଡ। ଦର୍ପଦଳନ ରଥର ପାଞ୍ଚ ଦଣ୍ଡ ସହ ଦୁଇ ପାର୍ଶ୍ୱର ଗୋଟିଏ ଗୋଟିଏ ଦଣ୍ଡକୁ ମିଶାଇ ମୋଟ 7 ଗୋଟି ଦଣ୍ଡା ଲାଗୁଥିବା ବେଳେ ତାଳଧ୍ୱଜ ନନ୍ଦିଘୋଷ ରଥର ପାଞ୍ଚ ଦଣ୍ଡ ସହ ଉଭୟ ପଟେ ଦୁଇଟି ଲେଖାଏଁ ପାର୍ଶ୍ୱ ଦଣ୍ଡକୁ ମିଶାଇ ମୋଟ 9ଟି ଲେଖାଏଁ ଦଣ୍ଡ ସଂଯୋଗ ହୋଇ ଫ୍ରେମ୍ ପ୍ରସ୍ତୁତ ହେବ। ପାର୍ଶ୍ୱ ଦଣ୍ଡା କାର୍ଯ୍ୟ ମଧ୍ୟ ଚାଲିଛି, ଯେଉଁଟାକି କୁଡୁକା ସଂଯୋଗ କରି ପାର୍ଶ୍ୱ ଦୁଇ ଦଣ୍ଡା ସଂଯୋଗ କରିବା ପାର୍ଶ୍ୱ ମୁହାଁଟି ମଧ୍ୟ ସଂଯୋଗ କରାଯିବ। ତା ଭିତରେ ଆମର ଚକ ଅଖ 4ଟା ବେଳେ ଆମର ଅପରାହ୍ନରେ ଚକ ଅଖ ସମ୍ପୂର୍ଣ୍ଣ ଚକ ଅଖ ଆଜି ଠାକ କରିବା ଲକ୍ଷ୍ୟ ରଖୁଛୁ। ସେ ଗଲାପରେ ଦଣ୍ଡା କାର୍ଯ୍ୟ ସମ୍ପୂର୍ଣ୍ଣ ସରିଲା ପରେ ଚକ ଅଖ ଉପରକୁ ଦଣ୍ଡା ଚଢ଼ାଯିବ ଆଉ ଦଣ୍ଡାରେ ଅଖରେ ଗୋଳି କରିକି ଆମର କଣ୍ଟା ଚାରିପଟ ପୋଖରିଆ କଣ୍ଟା ପଡ଼ି ସାରିଲା ପରେ ଦୁଇଟି ଗରଗରା ଯେଉଁ ଅଛି ଗରଗରା ତାକୁ ଅବସ୍ଥାପିତ କରିକି ଦୁଇଟି ଗୟଳକୁ ଛନ୍ଦାଯିବ। ଛନ୍ଦାକି ଚାରି ନାଗାଡ଼ରେ ଯେଉଁଠିକି ଆମର ସ୍ନାନ ପୂର୍ଣ୍ଣିମାକୁ ଯେଉଁ ନୀତିଟା କରିବାର ଅଛି ସେଟା ଯଥେଷ୍ଟ ପୂର୍ବରୁ ଆମେ କରିବା ପାଇଁ ଲକ୍ଷ୍ୟ ରଖିଛୁ। ସେ କାର୍ଯ୍ୟ ମଧ୍ୟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ଆଉ ଅଳ୍ପ କିଛି ଦିନ ଭିତରେ ସେ କାର୍ଯ୍ୟ ସମ୍ପନ୍ନ ହେବ। ଚକା ତ ସବୁ କମ୍ପ୍ଲିଟ୍ ହେଇଯାଇଛି, 2 ଦିନ 3 ଦିନ ହେଲାଣି ଚକା କମ୍ପ୍ଲିଟ୍ ହେଲାଣି। ତାପରେ ଅଖ ଦୁଇଟା ବାକି ଥିଲା ସେଟା କାଲି ଆସିକିରି ହଣା ଚାଲିଛି, ଶେଷ ବି ଆଜି ହେଇଗଲାଣି, ରାଉଣ୍ଡ କରୁଛି। ଆଉ ଆଜି ଆମର ଦଣ୍ଡା ଅନୁକୂଳ ହେବାର ଅଛି 4ଟା ବେଳ ଆସିକି। ଆଉ ଚାଳିରେ କିଛିଟା କାମ ବାକି ରହିଯାଇଥିବାରୁ ସେଗୁଡ଼ାକ ବର୍ତ୍ତମାନ କରାହେଉଛି। ଆଉ ଉପରଓଳି ଆମର ଦଣ୍ଡା ଅନୁକୂଳ ହେବ। ଉପରଓଳି କ'ଣ ଏଇ କାମ ସରିଲା ପରେ ପରେ ଆମର ଦଣ୍ଡା ଅନୁକୂଳ ହେବ। ଆଉ 4 ନାଗା ବର୍ତ୍ତମାନ ସୂତା ମରା ହେଉଛି ଚାଳିରେ। ଆଉ 14 ନାଗା କିଛିଟା ବାକି ଥିଲା, ଜୋଖା କିଛିଟା ବାକି ଥିଲା, ଏସବୁ ସରିଗଲା। ଘରରା ବିନ୍ଧ ଚାଲିଛି।